ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛେ ଉପନ୍ୟାସ ଉପନାୟିକା, ଲେଖିକା ପ୍ରତିଭା ରାୟ। ଭାଉଜ ସୁଖେନ୍ଦୁ ମୋର ସହପାଠୀ ହେଲେ ମଧ୍ୟ ସାଂସାରିକ କ୍ଷେତ୍ରରେ ମୋ ଠାରୁ ପାଦେ ଆଗେଇ ଯାଇଛି। ତେଣୁ ସେ ମୋର ସିନିୟର ହୋଇଯାଇଛି। ସେହି ସୂତ୍ରରେ ଆପଣ ମୋର ଭାଉଜ ନୁହନ୍ତି କି? ଦ୍ରାକ୍ଷା ମଧୁର ହସରେ କଥାଟାକୁ ସ୍ୱାଗତ ଜଣାଇଲେ। କମଳେଶ ଘରେ ବନ୍ଧୁ ଓ ବନ୍ଧୁପତ୍ନୀଙ୍କୁ ସ୍ୱାଗତ ଜଣାଇବାର ବିରାଟ ଆୟୋଜନ। ତାଙ୍କ ରହିବାର ସମସ୍ତ ସୁବନ୍ଦୋବସ୍ତ କରିଛନ୍ତି କମଳେଶ। ବିରାଟ ବଙ୍ଗଳାର ଗୋଟିଏ ଅଂଶ ସେମାନଙ୍କୁ ସେ ସମ୍ପୂର୍ଣ୍ଣ ଛାଡ଼ି ଦେଇଛନ୍ତି। ବଙ୍ଗଳାର ଗୋଟିଏ ଅଂଶ ହିଁ ଗୋଟିଏ ବିରାଟ ପ୍ରାସାଦ, ଅନେକ କୋଠରୀ। ଅନ୍ୟ ଅଂଶଟିରେ ସେ ତାଙ୍କର ସମସ୍ତ କର୍ମଚାରୀଙ୍କ ସହ ରହିବାର ବ୍ୟବସ୍ଥା ହୋଇଛି। ଗୋଟିଏ ଖାନସମା ଓ ଗୋଟିଏ ଚାକର ନୂତନ ନିଯୁକ୍ତି ପାଇଛନ୍ତି ସୁଖେନ୍ଦୁଙ୍କ ପାଇଁ। ବଙ୍ଗଳାରେ ନୂଆ ରଙ୍ଗ ଲାଗିଛି। ଘର ବାହାର ସବୁ ଚକଚକ୍ କରୁଛି। ଏମିତିକି ମାଙ୍କର ଠାକୁର ଘର କେଉଁଟା ହେବ, ଶୋଇବା ଘର କେଉଁଟା ହେବ, ତା ମଧ୍ୟ ଠିକ୍ କରିଛନ୍ତି। ବୁଲି ବୁଲି ସମସ୍ତ ଘର ଦେଖାଉ ଦେଖାଉ କମଳେଶ ପଚାରିଲେ, କିରେ, କିଛି ଅସୁବିଧା ହେବ ନାହିଁ ତ ତୋତେ? ତୋ ପରିବାର ଯେତେ ପ୍ରସାରିତ ହେଲେ ମଧ୍ୟ ଏତିକି ଯଥେଷ୍ଟ ବୋଲି ମୁଁ ବିଚାରୁଛି। ତୋର ମତ କ'ଣ? ସୁଖେନ୍ଦୁ କହିଲେ, ଆମେ କ'ଣ ଏଠି ସ୍ଥାୟୀ ବାସିନ୍ଦା ହେବାର ବନ୍ଦୋବସ୍ତ କରୁଛୁ ନା କ'ଣ? 2ଟା ରୁମ୍ ହିଁ ଆମ ପାଇଁ ଯଥେଷ୍ଟ ହୋଇଥାନ୍ତା। ପରେ ଘର ଠିକ୍ କରି ଆମେ ଚାଲିଯିବୁ। ଅଯଥାରେ ସବୁ ରୁମ୍ ଗୁଡ଼ାକର ଜିନିଷପତ୍ର ଖାଲି କରି କାହିଁକି ଏତେ କଷ୍ଟ କଲୁ? ଗୁଡ଼ାଏ ପଇସା ବି ବରବାଦ କଲୁ। କମଳେଶ କହିଲେ, ତୋର ଯଦି ଅସୁବିଧା ନଥାଏ ତେବେ ଏଠାରେ ସ୍ଥାୟୀ ବାସିନ୍ଦା ହେବାରେ କ୍ଷତି କ'ଣ? ମୋର ଏଡ଼େ ବଡ଼ ବଙ୍ଗଳାଟା ଭୂତ କୋଠି ଭଳି ବର୍ଷ ବର୍ଷ ଧରି ପଡ଼ି ରହିଛି। ବର୍ଷକରୁ 6 ମାସ ମୁଁ ବାହାରେ। ଚାକରମାନେ ଆରାମରେ ରହି ଆଡ୍ଡା କରୁଛନ୍ତି। ତୁ ଯଦି ରହୁ ମୋର ବା କ'ଣ କ୍ଷତି? ଅନ୍ତତଃ ଭାଉଜଙ୍କ ରୋଷେଇ ଛୁଙ୍କର ବାସ୍ନାଟା ତ ପ୍ରତିଦିନ ମିଳିବ। ଦ୍ରାକ୍ଷା ହସିଲା। ସୁଖେନ୍ଦୁ କହିଲେ, ତୁ କ'ଣ ଏମିତି ଭାଗବଣ୍ଡ ହୋଇ ବୁଲୁଥିବୁ ନା କ'ଣ? ଏ ବିରାଟ ବଙ୍ଗଳାଟା ଯେମିତି ସମ୍ପୂର୍ଣ୍ଣ ତୋର ବ୍ୟବହାରରେ ଲାଗିପାରିବ, ଆଉ ତୁ ଯେମିତି ବର୍ଷରେ ଗୋଟିଏ ଦିନ ବି ବାହାରେ ରହି ନପାରିବୁ, ତାର ଦାୟିତ୍ୱ ଦ୍ରାକ୍ଷା ନେଇଛନ୍ତି। ସେତେବେଳେ ଆମକୁ ବାହାରି ଯିବା ପାଇଁ କହିବା ଆଗରୁ ଆମେ ଘରଟିଏ ଦେଖି ଚାଲିଯିବା ଉଚିତ ହେବନି କି? ହସି ହସି କମଳେଶ କହିଲେ, ଏ ବିରାଟ ବଙ୍ଗଳାକୁ ସମ୍ପୂର୍ଣ୍ଣ ବ୍ୟବହାରରେ ଲଗାଇବା ପାଇଁ ଅତି କମରେ ମୋତେ 99 ରାଣୀ ରଖିବାକୁ ହେବ। ବୁଝିପାରୁଛୁ ତ? ତେଣୁ ବନ୍ଧୁ, ତମମାନଙ୍କର ଅସୁବିଧା ହେବାର କୌଣସି ସମ୍ଭାବନା ନାହିଁ। ଯେତେଦିନ ଚାହୁଁ ତୁ ଏଠାରେ ରହିପାରୁ। ଏ ସହରର ମନ ମୁତାବକ ଘରଟିଏ ଖୋଜି ପାଇବାକୁ ଅନ୍ତତଃ ତତେ 6 ମାସରୁ କମ୍ ଲାଗିବ ନାହିଁ। ଏଠି ଘରଟିଏ ପାଇବା ଏକାବାର ଦୁର୍ମୂଲ୍ୟ। ଦ୍ରାକ୍ଷା ସଲ୍ଲଜ କଣ୍ଠରେ କହିଲେ, ଆମକୁ ଏମିତି କ'ଣ ଭାବେ ଋଣୀ କରି ପକାଉଛନ୍ତି ଯେ ଆମର ସେଥିରୁ ମୁକୁଳିବାର ଉପାୟ ନାହିଁ। ଏ ବଙ୍ଗଳାଟାକୁ ଭଡ଼ା ନେବାର କ୍ଷମତା ବି ଆମର ନାହିଁ। ତା ହୋଇଥିଲେ ଆମେ ସେ କଥା କରନ୍ତୁ। କମଳେଶ ବଡ଼ ବଡ଼ ଆଖିରେ ଦ୍ରାକ୍ଷାକୁ ଚାହିଁଲେ। ତାଙ୍କର ମୁଖଭଙ୍ଗୀ ହଠାତ୍ କଠିନ ହୋଇଗଲା। ଆଖି ଦୁଇଟା ଧୀରେ ଧୀରେ କରୁଣ ମନେ ହେଲା। ଆର୍ଦ୍ର କଣ୍ଠରେ ସେ କହିଲେ, ଭାଉଜ, ସୁଖେନ୍ଦୁ ଓ ମୋର ସମ୍ପର୍କ ବିଷୟରେ ଆପଣଙ୍କର ଏପର୍ଯ୍ୟନ୍ତ ଧାରଣା ଜନ୍ମି ନାହିଁ। ଆମ ସମ୍ପର୍କର ସୀମା ନିର୍ଦ୍ଧାରଣ କରିବା ମଣିଷ ମନର ଶକ୍ତି ବାହାରର କାମ। ଆପଣ ସୁଖେନ୍ଦୁର ଅର୍ଦ୍ଧାଙ୍ଗିନୀ ମାତ୍ର, ମୁଁ ତାର ହୃଦୟର ଅର୍ଦ୍ଧେକ। ବାସ୍, ୟାଠାରୁ ଅଧିକ ବ୍ୟାଖ୍ୟା କରିବାକୁ ମୁଁ ଉଚିତ ଭାବୁନି। ଦ୍ରାକ୍ଷା ଲଜ୍ଜିତ ହେଲା। ସୁଖେନ୍ଦୁ କହିଲେ, ଦ୍ରାକ୍ଷା, ଆମେ ଦୁହେଁ କେଉଁ ବନ୍ଧନରେ ବନ୍ଧା ତାହା କହିବା ମୋ ଶକ୍ତିର ବାହାରେ। ଆମ ବନ୍ଧୁତ୍ୱ ଭିତରେ ଲାଭ କ୍ଷତି, ସୁବିଧା ଅସୁବିଧା, ସ୍ୱାର୍ଥ ଓ ସୁଖର ହିସାବ ହୁଏ ନା। ଛାଡ଼, ତମକୁ ମୁଁ କହିଥିଲି ମୋ ଲାଗି କମଳେଶ କେମିତି ତାର ପ୍ରିୟ ସବଜେକ୍ଟ ଛାଡ଼ି ଦେଇଥିଲା।
ସେତିକିରୁ ତମେ ତା ହୃଦୟର ମହାନତା ଜାଣିପାରିଥିବ। ହସି ଉଠି କମଳେଶ କହିଲେ, ମୋ ଲାଗି ତୁ ବି ସେମିତି କିଛି ପ୍ରିୟ ବସ୍ତୁ ତ୍ୟାଗ କରିଛୁ ତ? ଦ୍ରାକ୍ଷା ଓଠ ଚିପି ହସିବାକୁ ଲାଗିଲେ। ସୁଖେନ୍ଦୁ କହିଲେ, ନିଶ୍ଚୟ। ଦ୍ରାକ୍ଷାଠାରୁ ଗୋପନ ରଖିବା ଭଳି କାମ ମୁଁ ତ କିଛି କରିନାହିଁ। କରିଥିଲେ ମଧ୍ୟ ତାହା ମୁଁ ଲୁଚେଇ ରଖନ୍ତି କାହିଁକି? ମୋ ଜୀବନର କୌଣସି କଥା ତାଙ୍କୁ ଅଜଣା ନାହିଁ। ବାଃ, ତୁ ଯେ ଏମିତି ଭାବେ ଶତକଡ଼ା 110 ପତ୍ନୀ ଭକ୍ତି ଦେଖେଇବୁ ତା ମୁଁ ଜାଣିଥିଲି। କମଳେଶ ମଧୁର ପରିହାସ କଲେ। ଦୁଇ ବନ୍ଧୁଙ୍କର ପ୍ରବଳ ଉତ୍ତାଳ ହସ ଭିତରେ ଦ୍ରାକ୍ଷାର ହସ ବୀଣାର ଝଙ୍କାର ଭଳି ମନେ ହେଉଥିଲା। ରାତ୍ରିର ଶଯ୍ୟାରେ ସୁଖେନ୍ଦୁ ଦ୍ରାକ୍ଷାଙ୍କୁ ଆଦର କରୁ କରୁ କହିଲେ, ଦ୍ରାକ୍ଷା, କମଳେଶ ଭଳି ବନ୍ଧୁ ଖୁବ୍ କ୍ୱଚିତ୍ ମିଳିବେ। ହଠାତ୍ କେମିତି ଆମ ଦୁହିଁଙ୍କ ମନରେ ଏମିତି ଗଣ୍ଠି ପଡ଼ିଗଲା ତାହା ମୁଁ ଠିକ୍ ଜାଣେ ନାହିଁ। ତେବେ ତା ଜୀବନରେ ଗୋଟିଏ ବଡ଼ ଅଭାବ। ବାଲ୍ୟକାଳରୁ ସେ ପିତୃମାତୃହୀନ। ଭାଇ ଭଉଣୀଟିଏ ବି ତାର ନାହିଁ ସ୍ନେହ ଆଦର କରିବାକୁ। ବାପା ତାର ସେ କାଳର ଜମିଦାର ଥିଲେ। ଅଚଳାଚଳ ସମ୍ପତ୍ତି ଛାଡ଼ି ଯାଇଛନ୍ତି। ଭୋଗ କରିବାକୁ କେହି ନାହାନ୍ତି। କମଳେଶ ସବୁଦିନେ ଅର୍ଥ ବିଷୟରେ ଉଦାର। ରୋଜଗାର ଯେମିତି ଖର୍ଚ୍ଚ ସେମିତି। ଅନେକ ଅନୁଷ୍ଠାନ ସହ ସେ ସମ୍ପୃକ୍ତ। ପ୍ରତି ମାସରେ ବିଭିନ୍ନ ଅନୁଷ୍ଠାନକୁ ସେ ଅର୍ଥ ସାହାଯ୍ୟ କରିଥାଏ। ଅନେକ ଦରିଦ୍ର ମେଧାବୀ ଛାତ୍ରଙ୍କୁ ସେ ସାହାଯ୍ୟ କରିଥାଏ। କହିବାକୁ ଗଲେ ମୋର ଶିକ୍ଷା ସମାପ୍ତି କେବଳ ତାରି ଯୋଗୁଁ ହିଁ ସମ୍ଭବ ହୋଇଛି। ତାର ବା କେଉଁ କଥାରେ ଅଭାବ ଯେ କିଛି ଦେଇ ଆମେ ଋଣମୁକ୍ତ ହେବା? ଯେଉଁ ଜିନିଷଟିରେ ତାର ଚିରଦିନ ଅଭାବ ତାକୁ ସେତିକି ଦେଇପାରିଲେ ସେ ଖୁସି ହେବ। ଆମ ଋଣଭାର କମିବ। କ'ଣ ସେ ଜିନିଷଟି? ଦ୍ରାକ୍ଷା ନିର୍ବୋଧ କିଶୋରୀଙ୍କ ଭଳି ପ୍ରଶ୍ନ କଲା। ସୁଖେନ୍ଦୁ କହିଲେ, ଟିକିଏ ସ୍ନେହ। ତାକୁ କେବେ ପର ବୋଲି ଭାବିବ ନାହିଁ। ମୋର ବନ୍ଧୁ ଦୃଷ୍ଟିରେ ଦେଖିବ ନାହିଁ। ମୋର ସହୋଦର ଭାଇ ବୋଲି ଭାବିବ। ବୋଉ ଠିକ୍ ଯେମିତି ଦୃଷ୍ଟିରେ ଦେଖେ ଆମ ଦୁହିଁଙ୍କୁ, ବାସ୍ ସେତିକିରେ ସେ ସ୍ୱର୍ଗ ପାଇଲା ଭଳି ମନେ କରିବ। ଭାରି ସ୍ନେହରଙ୍କୁଣା ମଣିଷଟା ତ। ବିଚାରା ଜୀବନରେ ସ୍ନେହ ବୋଲି କ'ଣ ବା ସେ ଜାଣିଛି? ଦ୍ରାକ୍ଷା କହିଲା, ତମର ବନ୍ଧୁଙ୍କୁ ତମ ଭାଇ ଦୃଷ୍ଟିରେ ଦେଖିବାରେ ମୋର କିଛି ଅସୁବିଧା ନାହିଁ। କିନ୍ତୁ ସବୁଦିନ ଏଠାରେ ରହିବା କଥା ହେବ ନାହିଁ। ତୁମେ ଜାଣ ନାହିଁ ପୁରୁଷଙ୍କଠାରୁ ନାରୀ ମନର ଅହଙ୍କାର ଭାବ ଖୁବ୍ ବେଶୀ। ସବୁଦିନେ ତମ ବନ୍ଧୁଙ୍କ ବଙ୍ଗଳାରେ ରହିବାଟା ମୋ ଦ୍ୱାରା ସହ୍ୟ ହେବ ନାହିଁ। ତମର ବନ୍ଧୁ ଉଦାର ହୋଇପାରନ୍ତି। ତୁମେ ବି ତାଙ୍କଠାରୁ ଆହୁରି ବେଶୀ ଉଦାର ହେଇପାର। କିନ୍ତୁ ମୁଁ ତ ଦୁହିଁଙ୍କ ପରି ନୁହେଁ। ମୁଁ ସାଧାରଣ ନାରୀଟିଏ। ମାସ ମାସ ଧରି ବନ୍ଧୁ ଘରେ ରହିବାଟାକୁ ମୁଁ ପସନ୍ଦ କରେ ନାହିଁ। ଅନ୍ୟତ୍ର ରହିଲେ ବି କମଳେଶଙ୍କୁ ସ୍ନେହଦାନ କରିବାରେ ମୁଁ କାର୍ପଣ୍ୟ କରିବି ନାହିଁ। ଦ୍ରାକ୍ଷାକୁ ଚିଡ଼େଇବା ପାଇଁ ସୁଖେନ୍ଦୁଙ୍କର ହଠାତ୍ ଇଚ୍ଛା ହେଲା। ସେ ମୃଦୁ ହସି ରସିକତା ଭରି କହିଲେ, କମଳେଶ ଇଚ୍ଛା କରିଥିଲେ ତୁମେ ହିଁ ତ ଏ ଘରର କର୍ତ୍ତ୍ରୀ ହୋଇଥାନ୍ତ। ସେତେବେଳେ କ'ଣ ମୋତେ ଏଠାରେ ରହିବାକୁ ଦେଇନଥାନ୍ତ? ମୁଁ ଯଦି ମୋ ପତ୍ନୀ ସହ ତମ ଘରେ ଓହ୍ଲେଇଥାନ୍ତି ମୋତେ କ'ଣ ତମେ ତଡ଼ି ଦେଇଥାନ୍ତ? ଦ୍ରାକ୍ଷା କହିଲା, କମଳେଶ ଇଚ୍ଛା କରିଥିଲେ ବି ତା ହୋଇନଥାନ୍ତା। କାରଣ ମୋର ଜନ୍ମ ତମରି ହିଁ ପାଇଁ। ଯେମିତି ହେଲେ ମୁଁ ନିଶ୍ଚୟ ତମର ହୋଇଥାନ୍ତି। କମଳେଶ ପାଇଁ ମୁଁ ଉଦ୍ଦିଷ୍ଟ ନୁହେଁ। ସୁଖେନ୍ଦୁ ଦ୍ରାକ୍ଷାଙ୍କୁ ଆଲିଙ୍ଗନ ଭିତରକୁ ଟାଣି ନେଉ ନେଉ କହିଲେ, ତୁମକୁ ପାଇବାର ସୁଯୋଗ ଦେଇଥିବାରୁ ମୁଁ କମଳେଶଠାରେ ଯେ ଆଜୀବନ ଋଣୀ ହୋଇ ରହିବି ଏ କଥା ତମର ଜାଣି ରଖିବା ଉଚିତ। ଯାହା ପାଖରେ ମୁଁ ଋଣୀ ତା ପାଖରେ ତମେ ବି ଋଣୀ। ଆମେ ଦୁହେଁ ଜୀବନସାରା ତାର ଋଣ ଶୁଝିବା। ଦ୍ରାକ୍ଷା ସୁଖେନ୍ଦୁଙ୍କ ଗଳା ବେଷ୍ଟନ କରି କହିଲେ, ତୁମେ କିନ୍ତୁ ଗୋଟିଏ ଘରଟିଏ ଖୋଜୁଥାଅ। ଭଲ ଘରଟିଏ ପାଇଲେ ଆମେ ଚାଲିଯିବା। ଅତି ପରିଚୟେ ଗୌରବ ନଷ୍ଟ। ଦୂରବନ୍ଧୁ ସୁନ୍ଦର କଥାଟା ଏକବାର ଠିକ୍। ସୁଖେନ୍ଦୁ କହିଲେ, କମଳେଶ ତ ମୋର ବନ୍ଧୁ ନୁହେଁ, ଭାଇ। ସେଠାରେ ଦୂରତାର ପ୍ରଶ୍ନ ଉଠୁଛି ବା କେଉଁଠୁ?
ତେବେ ଆମେ ନିଶ୍ଚୟ ଆମ ଘରକୁ ଯିବା। ତମକୁ ତ ଏମିତି ସେମିତି ଘରଟିଏ ମାନିବ ନାହିଁ। ଭାବିଛି ଗୋଟେ ସୁନ୍ଦର ଘର କିଣିବି। ତାପରେ ତ ସେଠାକୁ ଯିବା ପାଇଁ କମଳେଶ କିଛି ଭାବିବ ନାହିଁ, ନାହିଁ କରିପାରିବ ନାହିଁ। ତମେ କ'ଣ କହୁଛ? ଏ ଘରଟି ତୁମକୁ ଯେମିତି ମାନୁଛି ଭଡ଼ା ଘରଟିଏ ସେମିତି ମାନିବ ନାହିଁ। ମୁଁ ଏ ଭିତରେ ନିଶ୍ଚୟ ଘରଟିଏ କିଣିବି। ସୁଖେନ୍ଦୁ ଛାତିରେ ମୁଣ୍ଡ ରଖି ସ୍ୱପ୍ନ ଭରା କଣ୍ଠରେ ଦ୍ରାକ୍ଷା କହିଲା, ତମର ଯାହା ଇଚ୍ଛା, ମୋର ସେଥିରେ ଖୁସି। ଦ୍ରାକ୍ଷାଙ୍କର ଭିଜା ଭିଜା କଣ୍ଠର ଭାଷା ସୁଖେନ୍ଦୁଙ୍କ ଦେହ ମନ ସଞ୍ଚରି ଆସିଲା। ତା ପରଦିନ ଦ୍ରାକ୍ଷା ଉଠିବା ମାତ୍ରେ କମଳେଶଙ୍କୁ ଭେଟିଲା। କମଳେଶ ବାରଣ୍ଡାରେ ବସି ଚା ପିଉ ପିଉ ସମ୍ବାଦପତ୍ର ପଢ଼ୁଥିଲେ। ଦ୍ରାକ୍ଷାଙ୍କୁ ସେ ସୁପ୍ରଭାତ ଜଣାଇ ଚା ପିଇବାକୁ ଡାକିଲେ। ଦ୍ରାକ୍ଷା ସଙ୍ଗେ ସଙ୍ଗେ ଦାନ୍ତଟା ଘଷି ପକାଇ କମଳେଶଙ୍କ ସାମ୍ନା ଚେୟାରରେ ବସୁ ବସୁ କହିଲା, ଆପଣମାନଙ୍କ ସାହେବ ହେବା ପାଇଁ ମୁଁ ଛତିଆ ଢୋକି ନାହିଁ ଚା ସାଙ୍ଗରେ। ଆପଣଙ୍କର ଭାଇଙ୍କର ସେ ଅସନା ଅଭ୍ୟାସଟା ମୁଁ ଭାଙ୍ଗି ଦେଇଛି। କମଳେଶ ଅଘସା ପାଟିରେ ଚା ଢୋକୁ ଢୋକୁ କହିଲେ, କିଛି ଲାଭ ନାହିଁ। ଗୋଟେ ବଦଭ୍ୟାସ ଛଡ଼ାଇ 100ଟା ନୂଆ ବଦଭ୍ୟାସ ତାର ବଢ଼ାଇଛନ୍ତି। କେମିତି? ଦ୍ରାକ୍ଷା ଚା କପ୍ଟା ନେଉ ନେଉ ପ୍ରଶ୍ନ କଲା। ଏଇ ଦେଖନ୍ତୁ, ସେ ତ ମୋଟେ ଲେଟ୍ ରାଇଜର ନଥିଲା। ଖୁବ୍ ସକାଳୁ ଉଠି ପଡ଼ିବା ତାର ଗୋଟେ ପୁରୁଣା ଅଭ୍ୟାସ। ଆଜି ତାର ବଦଭ୍ୟାସଟା ମୁଁ ନୂଆ ଦେଖିଲି। ଏଇଟା କ'ଣ ଆପଣଙ୍କ ପାଇଁ ନୁହେଁ? କମଳେଶ ଓଠ ଚିପି ହସିଲେ। ଦ୍ରାକ୍ଷା ସଲ୍ଲଜ କଣ୍ଠରେ କହିଲା, ନୂଆ ଜାଗା କିନା ଟିକେ ଭଲ ନିଦ ହେଇନାହିଁ ବୋଧହୁଏ। ସକାଳୁ ସକାଳୁ ନିଦ ଲାଗିଯାଇଛି। କମଳେଶ ହୋଇ ହୋ ହେଇ ହସି ଉଠି କହିଲେ, ନୂଆ ଜାଗା? ସେ ତ ଏ ଘରର ପୁରୁଣା ବାସିନ୍ଦା। ଦ୍ରାକ୍ଷା ଆଉ କିଛି କହିଲା ନାହିଁ। ତା ମୁହଁରେ ସକାଳ ସୂର୍ଯ୍ୟର ରକ୍ତିମ ଆଭା ପଡ଼ି ଆହୁରି ପାଟଳ ହୋଇ ଉଠିଥିଲା। କମଳେଶ ନୀରବରେ ଚା ପିଉ ପିଉ ଦ୍ରାକ୍ଷାର ଅପରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ହେଉଥିଲେ। ଦ୍ରାକ୍ଷାର କପାଳର ସିନ୍ଦୁର ବିନ୍ଦୁଟି ସାମାନ୍ୟ ନେସି ହୋଇଯାଇ ଅଧିକ ସୁନ୍ଦର ଦିଶୁଥାଏ। ତା ଦେହରେ ଏକ ଅପୂର୍ବ ସିମେଟ୍ରି। ପାଦ ଦୁଇଟି ପଦ୍ମ ପରି ସୁନ୍ଦର ମନୋରମ। ହାତରେ ସରୁ ସରୁ ଅଙ୍ଗୁଳିଗୁଡ଼ିକ ସତେବା ଫୁଲର କେତୋଟି କଅଁଳ ପାଖୁଡ଼ା। ଦ୍ରାକ୍ଷାର ତାଳୁରୁ ତଳିପା ଯାଏ ବାଛିବାକୁ କିଛି ନାହିଁ। କମଳେଶ ସୁଖେନ୍ଦୁଙ୍କୁ ଏମିତି ଝିଅଟିଏ ବାଛି ଦେଇଥିବାରୁ ମନେ ମନେ ନିଜକୁ ତାରିଫ କଲେ। ଚା ପର୍ବ ସାରି ଦ୍ରାକ୍ଷା ସ୍ନାନ କରିବାକୁ ଚାଲିଗଲା। ଖୁବ୍ ଶୀଘ୍ର ଗାଧୋଇ ସାମାନ୍ୟ ପ୍ରସାଧନରେ ନିଜକୁ ସଜ୍ଜିତ କରି ସେ ବ୍ରେକଫାଷ୍ଟର ଆୟୋଜନ କଲେ। ବ୍ରେକଫାଷ୍ଟ ଟେବୁଲରେ ବସି କମଳେଶ ଦ୍ରାକ୍ଷାଙ୍କ ହାତ ରନ୍ଧାର ତାରିଫ କରିବାକୁ ଲାଗିଲେ। ସୁଖେନ୍ଦୁ କହିଲେ, କମଳେଶ, ତୋତେ ଆମର ଗୋଟେ କଥା ରକ୍ଷା କରିବାକୁ ହେବ। ଆଜିଠାରୁ ସେପଟେ ତୋର ରୋଷେଇ ବନ୍ଦ। ଆମ ରୋଷେଇ ଏକାଠି ହେବ। ଅନ୍ତତଃ ଆମେ ଏଠି ଯେତିକି ଦିନ ଅଛୁ ଏକାଠି ଏକ ସଙ୍ଗେ ଖାଇବା। ନା କ'ଣ କହୁଛ ଦ୍ରାକ୍ଷା? ଦ୍ରାକ୍ଷା ମୁଣ୍ଡ ଟୁଙ୍ଗାରିଲା। କମଳେଶ କହିଲେ, ତୁମ ଦୁହିଁଙ୍କର ଜୟ ହେଉ। ହେଲେ ମୋ ଭଳି ଭାଗାବଣ୍ଡକୁ ସାଙ୍ଗ କଲେ ଭାଉଜ ହିଁ ହଇରାଣ ହେବି। କେଉଁଦିନ ଫେରୁ ଫେରୁ ରାତି 2 ତ କେଉଁଦିନ 4। ଶେଷକୁ ଟେବୁଲ ଉପରେ ଥଣ୍ଡା ଭାତ ତରକାରୀ ଘୋଡ଼େଇ ଦେଇ ତମେ କବାଟ ବନ୍ଦ କରିଦେବ। ଏମିତି ତ ସିଝା ହେଉ ବା କଞ୍ଚା ହେଉ ପୂଝାରୀ ଗରମ କରି ଦେଉଛି। ଶେଷକୁ ମୁଁ ଏ କୂଳର ହେବିନି କି ସେ କୂଳର ହେବିନି। ସୁଖେନ୍ଦୁ କହିଲେ, ଦ୍ରାକ୍ଷା ହାତରେ ତୋର ସବୁ ଭାଗାମି ଛାଡ଼ିଯିବ। ଠିକଣା ବାଟରେ ଚଳାଇବାର କାଇଦା ତାକୁ ଠିକ୍ ଜଣା। ଦ୍ରାକ୍ଷା ହସି ହସି କହିଲା, ମୁଁ ତ ଏସବୁ ଏକା ପାରିବି ନାହିଁ। ମୋତେ ପୁଣି ଏଥିପାଇଁ ଖୁବ୍ ଶୀଘ୍ର ସଙ୍ଗୀଟିଏ ଖୋଜି ନେବାକୁ ପଡ଼ିବ। କମଳେଶ କହିଲେ, ଠିକ୍ ତମ ସଙ୍ଗେ ମାନିବା ଭଳି ସଙ୍ଗୀଟିଏ ଖୋଜିବା ଦରକାର, ନହେଲେ ଚଳିବ ନାହିଁ। ସୁଖେନ୍ଦୁ ପାଇଁ ମୁଁ ତୁମକୁ ବାଛିଛି। ମୋ ରୁଚି କେମିତି ତମେ ସେଥିରୁ ବେଶ ବୁଝୁଥିବ। ଦ୍ରାକ୍ଷା କହିଲା, ମୋ ଭଳି ଏକ ତରୁଣୀ ଦରକାର ତ? ସୁଖେନ୍ଦୁ ହୋ ହୋ ହୋଇ ହସି ଉଠିଲେ। ତାପରେ କମଳେଶ ସୁଖେନ୍ଦୁଙ୍କ ପରିବାରର ଜଣେ ହୋଇଗଲେ। ପ୍ରଥମ ପରିଚୟର ଲୌକିକତା ହଜିଗଲା ଆତ୍ମୀୟତାର ସୁଅରେ। ଆପଣାରୁ ତମେ ହୋଇଗଲେ ଦ୍ରାକ୍ଷା ଭାଉଜ।
ସାନ ଗେହ୍ଲା ଦିଅରଟି ଭଳି ବେଳେବେଳେ ସେ ଦ୍ରାକ୍ଷାଙ୍କ ଉପରେ ଅଭିମାନ କରି ବସିଲି। ଦ୍ରାକ୍ଷା ବୟସ୍କ ବଡ଼ ଭାଉଜଟି ଭଳି ବେଳ ଅବେଳରେ ତାଙ୍କୁ ଶାସନ କରିବାକୁ କୁଣ୍ଠିତା ହେଲା ନାହିଁ। ତାହାରି ଭିତରେ ସୁଖେନ୍ଦୁ ଦ୍ରାକ୍ଷାଙ୍କ ଅନୁରୋଧ କ୍ରମେ ମନ ମୁତାବକ ଘରଟିଏ ଖୋଜିବାକୁ ଲାଗିଲେ କିଣି ନେବା ପାଇଁ। ହେଲେ ମନ ଲାଖି ଘରଟିଏ କିଣିପାରିବା ଏତେ ସହଜ କଥା ନୁହେଁ ତ। ଏହି ଅବସରରେ ଦିନେ ବନ୍ଧୁ ଓ ବନ୍ଧୁପତ୍ନୀଙ୍କୁ ସ୍ୱାଗତ କରିବା ପାଇଁ ଏକ ପାର୍ଟିର ଆୟୋଜନ କଲେ କମଳେଶ। ଯେତେ ମନା କଲେ ମଧ୍ୟ ସୁଖେନ୍ଦୁର ବାରଣ ମାନିଲେ ନାହିଁ। ପାର୍ଟିରେ ବହୁ ମାନ୍ୟଗଣ ଆଭିଜାତ୍ୟ ପରିବାର ବ୍ୟକ୍ତିଙ୍କର ସମାଗମ ହୋଇଥିଲା। ଦ୍ରାକ୍ଷାଙ୍କର ଅପରୂପ ସୌନ୍ଦର୍ଯ୍ୟର ଭୁରି ଭୁରି ପ୍ରଶଂସାରେ ସୁଖେନ୍ଦୁଙ୍କର ବୁକୁ ଫୁଲି ଉଠିଥିଲା। ଦାମିକା ଷ୍ଟୋନ୍ ସେଟ୍ର ସ୍ୱଳ୍ପ ଗହଣା ଓ ଗାଢ଼ ଲାଲ ରଙ୍ଗର ସୁନେଲି ଜରି ଫୁଲ ଫୁଟା ବନାରସୀ ପାଟରେ ଦ୍ରାକ୍ଷା ଅପୂର୍ବ ଦେଖାଯାଉଥାଏ। ତା ଦେହର ସୁନା ରଙ୍ଗ ରଙ୍ଗୀନ ଶାଢ଼ୀ ଭିତରେ ନିଆଁ ଭଳି ଉଜ୍ଜ୍ୱଳ ଦିଶୁଥାଏ। ଅନେକ ଉପହାରରେ ବିରାଟ ହଲ୍ର ଲମ୍ବା ଟେବୁଲଟା ଭରପୁର। ଅନେକ ରାତିରେ ଭୂରି ଭୋଜନରେ ଆପ୍ୟାୟିତ ହୋଇ ବନ୍ଧୁମାନେ ଫେରିଗଲେ। ସମସ୍ତଙ୍କୁ ବିଦାୟ ଦେଇ କମଳେଶ ଫେରି ଆସିଥିଲେ। ହାତରେ ଗୋଟିଏ ଲମ୍ବା ଲଫାପା ଧରି ଦ୍ରାକ୍ଷାଙ୍କ ହାତକୁ ବଢ଼େଇ ଦେଇ କହିଲେ, ଅଧୀନର ଭେଟି ଗ୍ରହଣ କରିବା ହେଉ। ସୁଖେନ୍ଦୁ କହିଲେ, ସେ ପୁଣି କ'ଣ? ପାର୍ଟିରେ ତ ଗୁଡ଼ାଏ ଟଙ୍କା ଅଯଥାରେ ଖର୍ଚ୍ଚ କରିଦେଲୁ। କମଳେଶ କହିଲେ, ତା ବୋଲି ଭାଉଜଙ୍କୁ ମୁହଁ ଚୁହାଁ ଦେବି ନାହିଁ? ତୋ ବାହାଘର ବେଳେ ମୁଁ ତ କିଛି ଦେଇନାହିଁ। ଭାଉଜଙ୍କ ମୁହଁ ଦେଖା ପୂର୍ବରୁ ତ ମୋତେ ଫେରି ଆସିବାକୁ ହେଲା। କୌତୂହଳରେ ଦ୍ରାକ୍ଷାର ସୁନ୍ଦର ମୁହଁଟା ଚମକି ଉଠିଲା। ସେ ଲଫାପା ଖୋଲୁ ଖୋଲୁ କହିଲା, ଲଫାପା ଭିତରେ ପୁଣି କି ମୁହଁଚୁଆଁ ଦେଖିବା? ଲଫାପା ଭିତରୁ 4 ପୃଷ୍ଠାର କାଗଜ ବାହାର କରି ପଢ଼ୁ ପଢ଼ୁ ଦ୍ରାକ୍ଷାର ଉଜ୍ଜ୍ୱଳ ମୁହଁଟା ହଠାତ୍ ମଳିନ ଓ କଠୋର ହୋଇ ପଡ଼ିଲା। ସେ ଦୃଢ଼ କଣ୍ଠରେ କହିଲା, ନା, ଏକଥା ହୋଇପାରେ ନା। ତମରେ ଭେଟି ମୁଁ ଗ୍ରହଣ କରିବାକୁ ବାଧ୍ୟ ନୁହେଁ। କମଳେଶଙ୍କର ଆନନ୍ଦ ଛଳ ଛଳ ମୁହଁଟା ଛୋଟ ପିଲାର କାନ୍ଦୁରା ମୁହଁ ଭଳି କରୁଣ ହୋଇ ଉଠିଲା। ସେ କହିଲେ, ଭାଉଜ, ମୋର ବଡ଼ ଦୁଃଖ ଯେ ତୁମେ ମୋତେ ଏପର୍ଯ୍ୟନ୍ତ ଆପଣାର ଭାବିଲ ନାହିଁ। ସବୁଦିନ ପାଇଁ ମୁଁ ଏକା ହୋଇ ରହିଗଲି ଏ ସଂସାରରେ। ବନ୍ଧୁ କେବେ ହେଲେ ଭାଇ ହୋଇପାରେ ନା। ସୁଖେନ୍ଦୁ କିଛି ବୁଝିପାରିଲେ ନାହିଁ। ତଥାପି ସେ ବୁଝିଲେ କମଳେଶ ଖୁବ୍ ଆଘାତ ପାଇଯାଇଛି। ପରିସ୍ଥିତିକୁ ସୁଧାରିବା ପାଇଁ ସୁଖେନ୍ଦୁ ଦ୍ରାକ୍ଷା ହାତରୁ କାଗଜତକ ନେଉ ନେଉ କହିଲେ, ସେ କ'ଣ ଦ୍ରାକ୍ଷା? କମଳେଶର ଉପହାର ଗ୍ରହଣ ନ କଲେ ସେ ଯେ ଦୁଃଖ କରିବ। ଦ୍ରାକ୍ଷା କହିଲା, ଉପହାର ନାମରେ କମଳେଶ ଯେ ଆମକୁ ଦାନ କରିବାକୁ ବସିଛନ୍ତି, ତାଙ୍କ ଦାତାପଣିଆକୁ ମୁଁ ବରଦାସ୍ତ କରିପାରୁନାହିଁ। ସୁଖେନ୍ଦୁ କାଗଜ ଉପରେ ଥରେ ଆଖି ବୁଲେଇ ନେଇ ଗମ୍ଭୀର ହୋଇଗଲେ। କହିଲେ, ଏ କ'ଣ କମଳ? ଏତେ ବଡ଼ ବଙ୍ଗଳାର ଅର୍ଦ୍ଧେକ ଅଂଶ ତୁ ଆମକୁ ବିବାହର ଭେଟି ଭାବେ ଦେଇଦେବା କ'ଣ ଯୁକ୍ତିସଙ୍ଗତ? ଏକଥା ତ ଆଦୌ ହୋଇପାରେ ନା। ମୁଁ ଏ କଥାଟା କଦାପି ଅନୁମୋଦନ କରିବି ନାହିଁ। କମଳେଶ ଦୁଃଖଭରା କଣ୍ଠରେ କହିଲେ, ସୁଖେନ, ତୁ ମଧ୍ୟ ଏଇଆ କଲୁ? ଭାଇ, ଏତେ ବଡ଼ ବଙ୍ଗଳାଟା ଭୂତକୋଠି ଭଳି ମୋତେ ଖାଇ ଗୋଡ଼ାଉଛି। ମୁଁ ବିବାହ କରି ସଂସାର କଲାପରେ ମଧ୍ୟ ଏ ବଙ୍ଗଳାର ଅନେକ ଅଂଶ ବ୍ୟବହାରରେ ଲାଗିବ ନାହିଁ। ତୁ ଜାଣିନାହୁଁ ଏ ଘରର ପ୍ରତ୍ୟେକଟି ଇଟା ସିମେଣ୍ଟରେ ମୋ ଅତୀତର କେତେ ମଧୁର ସ୍ନେହସିକ୍ତ ବାଲ୍ୟସ୍ମୃତି ଲିପିବଦ୍ଧ। ବୟସ ମୋର ସେତେବେଳେ ହୋଇଥିଲା ମାତ୍ର 13। ସେହି ଅଶୁଭ ବୟସର ଏକ ଅଶୁଭ ଦିନରେ ବାପା ମା ଏକ ସମୟରେ ଗୋଟିଏ ଶୋଚନୀୟ କାର୍ ଆକ୍ସିଡେଣ୍ଟରେ ମୋତେ ଅସହାୟ କରି ଚାଲିଗଲେ। ମୁଁ ସେଦିନ ସେମାନଙ୍କ ସଙ୍ଗେ ଯାଇନଥିଲି। ବଞ୍ଚିଗଲି ଚିରଦିନ ଏକା ହୋଇ। ଗୋଟିଏ ଭାଇ କିମ୍ବା ଭଉଣୀ ମଧ୍ୟ ମୋର ନଥିଲେ ଏ ବଙ୍ଗଳାରେ ମୋର ସହ ଅଂଶୀଦାର ହେବା ପାଇଁ। ସେହି ଘଟଣା ପରେ ମୋ ମାମୁଁଙ୍କ ଘରେ ହିଁ ରହିଲି। କଲେଜ ଜୀବନ କଟିଲା ହଷ୍ଟେଲରେ। ଛାତ୍ର ଜୀବନ ପରେ ଆଉ ତ ମାମୁଁଙ୍କ ଘରେ ରହି ହୁଏ ନା। ଫେରି ଆସିଲେ ଏଇ ବଙ୍ଗଳାକୁ। ହେଲେ ପ୍ରତି ମୁହୂର୍ତ୍ତରେ ବାବା ମାଙ୍କର ସ୍ମୃତି ମୋତେ ଏଠି ଅସ୍ଥିର କରିଛି। ମା ଶୈଶବର ମୂକସାକ୍ଷୀ ବାବାଙ୍କର ଅତି ଆଦରର ଏଇ ସୌଖିନ ବଙ୍ଗଳାରେ ଗୋଟିଏ ଇଞ୍ଚ ମୁଁ ବିକିଦେଇ ପାରିବି ନାହିଁ। ତୁ ତ ମୋର
ବନ୍ଧୁ ନୋହୁଁ ସହୋଦର। ସେଥିପାଇଁ ତୋତେ ସବୁଦିନ ପାଇଁ ଏ ବଙ୍ଗଳାରେ ମୋ ସ୍ମୃତିର ଅଂଶୀଦାର କରି ରଖିବା ପାଇଁ ମୋର ଏଇ ଭେଟି। ମଣିଷର କ୍ଷଣିକ ଜୀବନରେ ଏଇ ଟିକେ ବନ୍ଧୁତ୍ୱ କେଡ଼େ ଦୁର୍ଲଭ, କେଡ଼େ ବାଞ୍ଛନୀୟ କହତ। ଏଇ ବଙ୍ଗଳା ସେମିତି ପଡ଼ି ରହିଛି। ବାବା ଚାଲିଗଲେ, ମା ଚାଲିଗଲେ, ଆମେ ବି ଚାଲିଯିବା। ଏଥିରୁ ଗୋଟେ ଇଟା ବା ଇଞ୍ଚଟିଏ ସିମେଣ୍ଟ ଆମେ ନେଇଯିବା ନାହିଁ। ଏଇ ତୁଚ୍ଛ ଜିନିଷଟା ଗ୍ରହଣ କରିବା ପାଇଁ ତମ ମନରେ ଏତେ କୁଣ୍ଠା। ଛି ସୁଖେନ, ଏତେ ଦିନ ଯାଏ ତୋ ବାହାରଟା ହିଁ ମୁଁ ଦେଖୁଥିଲି, ତୋ ଭିତରଟା ଏତେ ଛୋଟ। ଆମ ବନ୍ଧୁତାର ସୀମାରେଖା ମାତ୍ର ଏତିକି। କମଳେଶଙ୍କର ମୁହଁଟା ଦୁଃଖ ବିରକ୍ତିରେ ବିବର୍ଣ୍ଣ ହୋଇ ଉଠିଥିଲା। ସୁଖେନ୍ଦୁ କମଳେଶଙ୍କର ଦୁଃଖକୁ ଉଣା କରିବା ପାଇଁ ଚେଷ୍ଟା କରି କହିଲେ, କିନ୍ତୁ ଏମିତି ଗୋଟିଏ ଅଦ୍ଭୁତ ଖିଆଲ ତୋର ବା କାହିଁକି ହେଲା କହତ? ବନ୍ଧୁ ପତ୍ନୀଙ୍କୁ ଭେଟି ଦେବା ପାଇଁ ସଂସାରରେ ଅନେକ ଜିନିଷ ଅଛି। କମଳେଶ କହିଲେ, ତୁ କ'ଣ ଘରଟିଏ ଖୋଜୁନାହୁଁ? ଏପର୍ଯ୍ୟନ୍ତ ମନ ମୁତାବକ ଘରଟିଏ କିଣିବାକୁ ପାଇନାହୁଁ ବୋଲି ଭାଉଜଙ୍କ ପାଖରେ ଦୁଃଖ କରିନାହୁଁ? ଠିକ୍ ଏମିତି ବଙ୍ଗଳାଟିଏ ଭାଉଜଙ୍କୁ ମାନନ୍ତା ବୋଲି ତୋର ଇଚ୍ଛା ତାଙ୍କ ଆଗରେ ପ୍ରକାଶ କରିନାହୁଁ? ତୁ ତ ଜାଣୁ ତୋର କୌଣସି ଇଚ୍ଛା ଅପୂର୍ଣ୍ଣ ରଖିବା ମୋ ପକ୍ଷେ କଷ୍ଟଦାୟକ। ତୋର ଯେଉଁ ଇଚ୍ଛାଟା ପୂର୍ଣ୍ଣ ହେବା ମୋ ଶକ୍ତିର ଭିତରେ, ତାହା କ'ଣ କେବେ ଅପୂର୍ଣ୍ଣ ରହିବାର ତୁ ଦେଖିଛୁ? ଏଇ ବଙ୍ଗଳାର ଅର୍ଦ୍ଧେକ ଅଂଶ ମୋ ପକ୍ଷେ ବା କ'ଣ? ତୋର ଇଚ୍ଛା କ'ଣ ତାଠାରୁ ବେଶୀ ମୂଲ୍ୟବାନ ନୁହେଁ? ତା ଛଡ଼ା ବେଶୀ ପ୍ରଲୋଭନ ତୋର ସଙ୍ଗ ସୁଖ, ଭାଉଜଙ୍କର ସ୍ନେହ ସ୍ପର୍ଶ। ତମକୁ ଛାଡ଼ିଦେଲେ ମୋର ବା କିଏ ଅଛି ଆତ୍ମୀୟ ସ୍ୱଜନ? ଦ୍ରାକ୍ଷାର କୋମଳ ହୃଦୟ ଦ୍ରବୀଭୂତ ହୋଇ ଉଠିଥିଲା। ସେ ଦଲିଲଟିକୁ ସୁଖେନ୍ଦୁଙ୍କ ହାତରୁ ଆଣୁ ଆଣୁ କହିଲେ, ଭଲ କଥା, ଆମେ ଉପହାର ଗ୍ରହଣ କଲୁ, କିନ୍ତୁ ତମକୁ ଏମିତି ଆମର କେତେ କଥା ମଧ୍ୟ ରଖିବାକୁ ପଡ଼ିବ। ବଙ୍ଗଳାର ଦାମଟା ତମକୁ ଆମେ ଅନ୍ୟ ଯେକୌଣସି ଭାବରେ ଫେରେଇ ଦେବୁ। ତମେ ତାକୁ ମାନିନେବ ଯେମିତି। କମଳେଶ କହିଲେ, ଆଦେଶ କରନ୍ତୁ ଦେବୀ। ଏ ଦିନ ଆପଣଙ୍କ ପାଇଁ ସବୁ କିଛି ପ୍ରସ୍ତୁତ କରିବାକୁ ପ୍ରସ୍ତୁତ। ସୁଖେନ୍ଦୁ ରାମଚନ୍ଦ୍ର ହେଲେ ମୁଁ ତ ଲକ୍ଷ୍ମଣ ନୁହେଁ, ମୁଁ ଭକ୍ତ ହନୁମାନ। ଦରକାର ପଡ଼ିଲେ ସମୁଦ୍ର ବି ଲଙ୍ଘିପାରେ। ସୁଖେନ୍ଦୁ କହିଲେ, ଦ୍ରାକ୍ଷା, ମନେ ରଖ, କମଳେଶର ବିବାହ ଉପହାରଟା ଯେମିତି ଆମର ସବୁଠାରୁ ମୂଲ୍ୟବାନ ବସ୍ତୁଟିଏ ହୁଏ, ଏ ପ୍ରାସାଦଠାରୁ ଅଧିକ ଦାମର ହୁଏ, ତାକୁ ପାରିବାର ଅନ୍ୟ ବାଟ ନାହିଁ। ତାର ଏ ମହାନ ବନ୍ଧୁତ୍ୱର ସୀମାରେଖା ଯେ କେତେ ଦୂର ହେଇପାରେ, ଏବେ ସେ କଥା ମୋର କଳ୍ପନାର ବାହାରେ। ଦ୍ରାକ୍ଷା କମଳେଶଙ୍କର ଉପହାର ଗ୍ରହଣ କଲେ ମଧ୍ୟ ଖୁସି ହେବା ଭଳି ମନେ ହେଲା ନାହିଁ। ଗୋଟିଏ ଗଭୀର ଚିନ୍ତାରେ ବୁଡ଼ିଯାଇ ସେ ଭାବିଲେ, ଅନ୍ୟ ପାଖରେ ଆଜୀବନ କୃତଜ୍ଞ ରହିବାର ଦୁଃଖ କିଛି କମ୍ ନୁହେଁ। କମଳେଶ ପ୍ରତି କୃତଜ୍ଞତାର ଭାବ ତାଙ୍କ ବନ୍ଧୁତ୍ୱକୁ ଭାରାକ୍ରାନ୍ତ କରିଦେବ ନାହିଁ ତ? ଏ ବିରାଟ ଋଣଭାରକୁ ଶୁଝିବାର ବାଟ ସେ ଖୋଜି ପାଉନାହାନ୍ତି। ସେ ଟିକିଏ ଅସୁଖୀ ହୋଇ ପଡ଼ିଲେ। ଦିନ ଗଡ଼ି ଚାଲିଲା ଅନେକ ଛନ୍ଦ ପତନର ସ୍ୱର ତୋଳି। କମଳେଶ ସୁଖେନ୍ଦୁଙ୍କର ବନ୍ଧୁ ବୋଲି ସମସ୍ତଙ୍କର ବିସ୍ମରଣ ହୋଇଗଲା। କମଳେଶ ଅନେକ ସମୟରେ ବ୍ୟବସାୟ ନେଇ ହିଁ ବ୍ୟସ୍ତ ରହୁଥିଲେ। ଦ୍ରାକ୍ଷା ଅନେକ ରାତି ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରି ବସି ଛାଡ଼ ଶଯ୍ୟା ଗ୍ରହଣ କରି ସେ ଦ୍ରାକ୍ଷାକୁ ଡାକନ୍ତି। ଦ୍ରାକ୍ଷା ଖାଦ୍ୟ ପଦାର୍ଥ ଘୋଡ଼ାଇ ରଖି ସୁଖେନ୍ଦୁଙ୍କ ପାଖକୁ ଯାଆନ୍ତି। କମଳେଶ ଆସିବାର ଶବ୍ଦ ଶୁଣିବା ମାତ୍ରେ ଦ୍ରାକ୍ଷା ଧଡ଼ପଡ଼ ହୋଇ ଉଠି ଆସି କବାଟ ଖୋଲନ୍ତି। କମଳେଶ ଚୋରି କଲା ଭଳି ମଳିନ ପଡ଼ିଯାଇ କହନ୍ତି, ଭାଉଜ, ତମେ କାହିଁକି ଉଠିଲ? ମୁଁ ତ ଖାଇ ନେଇଥାନ୍ତି। ଅଯଥାରେ ମୋ ଲାଗି ହଇରାଣ ହେଲ। ଦ୍ରାକ୍ଷା କଟମଟ କରି କମଳେଶଙ୍କୁ ଚାହାନ୍ତି। କଠୋର କଣ୍ଠରେ କହନ୍ତି, ତମ ମନଟା ବି କିଛି କମ୍ ନୁହେଁ। ଛାଡ଼, ମୁଁ ଯଦି ତମର ନିଜର ଭାଉଜ ହୋଇଥାନ୍ତି, ତମକୁ ଅପେକ୍ଷା କରି ବସିବାରେ ତମେ କ'ଣ ଏତେ ଲଜ୍ଜିତ ହୁଅନ୍ତ? ବରଂ ଦିନଟିଏ ଭାଉଜ ତମର ବାଟ ଚାହିଁ ନ ବସିଲେ ତେମେ ତାର ସପ୍ତ ପୁରୁଷର ଶ୍ରାଦ୍ଧ ବାଢ଼ନ୍ତ। ଦିଅରଟି ଖାଇ ନଥିଲେ ଭାଉଜ ଖାଇଦେଇ ଶୋଇପଡ଼ିବାର କେଉଁଠି ଦେଖିଛ? ଦ୍ରାକ୍ଷାର ମୁହଁରେ ମମତାର ମଧୁର ସ୍ପର୍ଶ, ଆଖି ଦୁଇଟା ସ୍ନେହ ପ୍ରବଣତାରେ ଉଜ୍ଜ୍ୱଳ। କମଳେଶ ପୁଲକିତ ହୋଇ ଉଠନ୍ତି। ଭାରି ଭାରି ଗଳାରେ କହନ୍ତି, ସେଇ 13 ବର୍ଷ ବୟସ ପରେ ମୋ ଖାଇବା ପାଇଁ କେହି ଚାହିଁ ବସନ୍ତି ନାହିଁ।
ତେଣୁ କେହି ଚାହିଁ ନ ବସିଲେ ମୋର୍ ଦୁଃଖ